ମାର୍ଚ୍ଚ 25 ରୁ ମାର୍ଚ୍ଚ 29 ମଧ୍ୟରେ ଆଗାମୀ 5 ଦିନ ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ଅଛି କେକେ ସାମନ୍ତରାୟ। ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲ୍କୁ ସ୍ୱାଗତ। ଯଦି କହିବା ମାର୍ଚ୍ଚ 25 ତାରିଖ କଥା, ରାଜ୍ୟରେ ହାଲୁକା ଖରା ରହିବ। ଦିନର ତାପମାତ୍ରା 36 ରୁ 38 ଡିଗ୍ରୀ ରହିବାର ସମ୍ଭାବନା ରହିଛି ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ। ଉପକୂଳ ଓଡ଼ିଶା ଯଦି କହିବା ତାପମାତ୍ରା 33 ରୁ 36 ଡିଗ୍ରୀ ମଧ୍ୟ ରହିବାର ସମ୍ଭାବନା ରହିଛି। କିନ୍ତୁ ବର୍ଷାର କୌଣସି ଯଦି କହିବା ସୂଚନା ନାହିଁ, ଅର୍ଥାତ୍ କାଁ ଭାଁ କେଉଁଠି ହେଇପାରେ, କିନ୍ତୁ ସେମିତି ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। 26 ତାରିଖ ଯଦି କଥା କହିବା, ଦିନର ତାପମାତ୍ରା ଯଦି କହିବା 36 ରୁ 38 ଡିଗ୍ରୀ ପଶ୍ଚିମ ଓଡ଼ିଶାରେ ଯାଇପାରେ ଏବଂ ଟିକେ ଉପକୂଳ ଓଡ଼ିଶା ଯଦି କହିବା, ଆଭ୍ୟନ୍ତରୀଣ ଓଡ଼ିଶା କହିବା 33 ରୁ 37 ଡିଗ୍ରୀ ଦିନରେ ରହିବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ କାଁ ଭାଁ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ ଏବଂ ଦକ୍ଷିଣ ଓଡ଼ିଶାରେ ଗୋଟେ ଜିଲ୍ଲାରେ କାଁ ଭାଁ କାଳବୈଶାଖୀ ଦେଖିବାକୁ ମିଳିପାରେ। 27 ତାରିଖ ଯଦି କଥା କହିବା, ପାଗରେ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରୁ ଉପକୂଳ ଓ ଉତ୍ତର ଓଡ଼ିଶା ମଧ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଅପରାହ୍ନ ସମୟରେ ଝଡ଼ ବର୍ଷାର ମଧ୍ୟ ପ୍ରଭାବ ଦେଖିବାକୁ ମିଳିପାରେ। ତା ସହିତ ଯଦି କହିବା 45 ରୁ 60 କିଲୋମିଟର ମଧ୍ୟ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏଭଳି ରହିବ ଦିନର ତାପମାତ୍ରା ଯଦି କହିବା 36 ରୁ 38 ଡିଗ୍ରୀ ରହିବାର ସମ୍ଭାବନା ରହୁଛି। 28 ତାରିଖ ଯଦି କଥା କହିବା, ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯେହେତୁ ପଶ୍ଚିମା ଝଡ଼ ଏବଂ ପୂର୍ବା ବାୟୁର ମିଶ୍ରଣ ଏବଂ କାଳବୈଶାଖୀର ବ୍ୟାପକ ମାତ୍ରାରେ ପ୍ରଭାବ ଦେଖିବାକୁ ମିଳିବ 28 ତାରିଖରେ। ଉତ୍ତର ଓଡ଼ିଶାରୁ ଆରମ୍ଭ କରିକି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ, ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିକି ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ରହିବ। 28 ତାରିଖ ପ୍ରବଳ ବର୍ଷିବ। 29 ତାରିଖ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତାପମାତ୍ରା ଦିନର ତାପମାତ୍ରା ମଧ୍ୟ ହାଲକା କମିପାରେ 2 ରୁ 3 ଡିଗ୍ରୀ, ଅର୍ଥାତ୍ 33 ରୁ 36 ଡିଗ୍ରୀ ରହିବାର ସମ୍ଭାବନା ରହିଛି। ତ ଏଇଭଳି ସ୍ଥିତି ରହିବ ଆଗାମୀ 5 ଦିନ ଯଦି କହିବା, 27, 28, 29 ଏଇ 3 ଦିନ ଲଗାତାର କାଳବୈଶାଖୀ ଝଡ଼ ବର୍ଷାର ବ୍ୟାପକ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। କୁଆପଥର ବର୍ଷା ଗୋଟିଏ ସ୍ଥାନରେ ମଧ୍ୟ ସମ୍ଭାବନା ରହିଛି। ତା ସହିତ 45 ରୁ 65 କିଲୋମିଟର ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ପ୍ରତି ସତର୍କ ରୁହନ୍ତୁ। ଏହିଭଳି ସ୍ଥିତି ରହିବ। ଯଦି କୌଣସି ପାଣିପାଗରେ ପରିବର୍ତ୍ତନ ଘଟିବ, ନିଶ୍ଚିତ ଭାବରେ ମୁଁ ତା ଉପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।